ସତ୍ୟର ପୂଜାରୀ ଆମ ବାପା। ଆହେ ବରପୁତ୍ର ଅହିଂସା ପୂଜାରୀ, ଯୋଗଜନ୍ମ ଜାତିର ପିତା, ଉଜ୍ଜଳ ଆଲୋକେ ଆଲୋକିତ କରି ଆଜି ଜଳୁଛି ତୁମର ଚିତା, ଆଜି ଜଳୁଛି ତୁମର ଚିତା। ସ୍ୱଦେହ ଛାଡ଼ିଲ ସବୁ ଯୁଗେ ଯୁଗେ ରହିଲା ତୁମରି ଯଶ, ସ୍ୱଦେହ ଛାଡ଼ିଲ ସବୁ ଯୁଗେ ଯୁଗେ ରହିଲା ତୁମରି ଯଶ। ସତ୍ୟର ପୂଜାରୀ ହେ ଦେଶ ପ୍ରେମୀ, ଜନ୍ମ ନେଇ ଫେରି ଆସ, ଜନ୍ମ ନେଇ ଫେରି ଆସ। ମା ପୁତୁଳି ବାଇ ପିତା କରମଚନ୍ଦ କୋଳେ ଜନ୍ମ ହେଲ, ମା ପୁତୁଳି ବାଇ ପିତା କରମଚନ୍ଦ କୋଳେ ଜନ୍ମ ହେଲ। ସତ୍ୟନିଷ୍ଠ ଶାସ୍ତ୍ର ସରଳ ସ୍ୱଭାବ ସଭିଙ୍କ ମନ ଜିଣିଲ, ସଭିଙ୍କ ମନ ଜିଣିଲ। ଦେଶ ସେବା କରି ବନ୍ଦୀ ହେଲ ତୁମେ, ଦେଶ ସେବା କରି ବନ୍ଦୀ ହେଲ ତୁମେ ନିବୃତ କାରାଗାରେ। ଗୋରା କଳା ଭାବ ବର୍ଣ୍ଣ ବୈଷମ ଦୂର କଲ ଆଫ୍ରିକାରେ, ଦୂର କଲ ଆଫ୍ରିକାରେ। କେବେ ରଖିନଥିଲ ମନେ ତୁମର ଛୁଆଁ ଅଛୁଆଁ ଭେଦଭାବ, କେବେ ରଖିନଥିଲ ମନେ ତୁମର ଛୁଆଁ ଅଛୁଆଁ ଭେଦଭାବ। ବିଲାତ ଦେଶେ କେତେ କଷ୍ଟ ସହି ଭାଙ୍ଗିଲ ଗୁରାଙ୍କ ଗର୍ବ, ଭାଙ୍ଗିଲ ଗୁରାଙ୍କ ଗର୍ବ। ଦେଶ ପାଇଁ ସଦା ତୁମ ପରିବାରକୁ ସ୍ନେହରୁ ବଞ୍ଚିତ କରି ଜୀବନକୁ ବାଜି ଲଗାଇଲ ବାପୁ, ତିଳ ତିଳ ଗଲ ଜଳି, ତିଳ ତିଳ ଗଲ ଜଳି। ସତ୍ୟ ଓ ନ୍ୟାୟ ହୃଦୟ ପ୍ରତିଷ୍ଠା ପାଇଁ ସଦା କରୁଥିଲ ଚେଷ୍ଟା, ସବୁ ଦୁଃଖ କଷ୍ଟ ଯନ୍ତ୍ରଣା ସହି ଶାନ୍ତି ଓ ମୈତ୍ରୀ କଲ ପ୍ରତିଷ୍ଠା, ଶାନ୍ତି ଓ ମୈତ୍ରୀ କଲ ପ୍ରତିଷ୍ଠା। ଜୀବନରେ ତୁମେ କସ୍ତୁରୀବାଙ୍କ ଭଳି ପାଇଥିଲ ସାଥୀଟିଏ, ଜୀବନରେ ତୁମେ କସ୍ତୁରୀବାଙ୍କ ଭଳି ପାଇଥିଲ ସାଥୀଟିଏ। ତୁମକୁ ସର୍ବଦା ସହଯୋଗ କରି ଗୋଟିଏରେ ଥିଲେ ଗୋଟିଏ, ଗୋଟିଏରେ ଥିଲେ ଗୋଟିଏ। ଆଣ୍ଠୁ ନଲୁଚା କପଡ଼ା ପରିଧାନ କରି ଧରି ଖଣ୍ଡେ ବାଡ଼ି, ଆଣ୍ଠୁ ନଲୁଚା କପଡ଼ା ପରିଧାନ କରି ଧରି ଖଣ୍ଡେ ବାଡ଼ି। ତୁମେ ପରା ମହାତ୍ମା ବିଦେଶୀକୁ ଦେଶୁ ଦେଇଥିଲ ଦଳି, ଦେଇଥିଲ ଦଳି। ସ୍ୱାଧୀନତା ଚେଲା ରୋକିବା ପାଇଁ କେତେ ରକ୍ତ ଦେଲ ନିଗାଡ଼ି, ଅହିଂସାର ଜୁରେ ସଭିଙ୍କୁ ବାନ୍ଧି କର୍ପୂର ପରି କାହିଁ ଗଲ ଉଡ଼ି, କର୍ପୂର ପରି କାହିଁ ଗଲ ଉଡ଼ି। ସେଦିନ ବାଜିଲା ବକ୍ଷି ତୁମ କ୍ରୂର ଶତ୍ରୁର ଗୁଳି, ସେଦିନ ବାଜିଲା ବକ୍ଷି ତୁମ କ୍ରୂର ଶତ୍ରୁର ଗୁଳି। ହେ ସତ୍ୟନିଷ୍ଠ ତୁମେ ମୃତ୍ୟୁ ଜୟୀ, କାହିଁ ଗଲ ହା ଟଳି, କାହିଁ ଗଲ ହା ଟଳି। ପୁନଃ ଜନ୍ମ ନେଇ ଫେରିଆସ, ପୁନଃ ଜନ୍ମ ନେଇ ଫେରିଆସ ଆହେ ବୀର ପୁତ୍ର। ଏତିକି ବିନତି ପାଦ ତଳେ ହେଉଛୁ ନତମସ୍ତକ, ହେଉଛୁ ନତମସ୍ତକ। ଧନ୍ୟବାଦ। चर्चित के पछाडे छिडा देखिलु के पार्टी गर्छ अरे गाडी मोड देखो जुसकी ए पार्टी नाही কিন্তু সে ଯାହାଙ୍କର ନାମ ଥିଲା ହରିଦା, ମଣିଲା, ରାମଦାସ ଓ ଦେବଦାସ। 1887ରେ 18 ବର୍ଷ ବୟସରେ ଅହମ୍ମଦାବାଦ ହାଇସ୍କୁଲରୁ ଗ୍ରାଜୁଏସନ ହାସଲ କଲେ। 1888ରେ ଭାବନଗର ଅଞ୍ଚଳର ଏକମାତ୍ର ଡିଗ୍ରୀ କଲେଜ ସାମନ୍ତଦାସ କଲେଜରେ ନାମ ଲେଖାଇଥିଲେ। କିନ୍ତୁ ସେ ପାଠପଢ଼ା ଅଧାରୁ ଛାଡ଼ି ପୋରବନ୍ଦରରେ ଥିବା ଓକିଲାତି ଓ ବିଧି ଶାସ୍ତ୍ରରେ ନାମ ଲେଖାଇଥିଲେ। ଲଣ୍ଡନରେ ସେ କିଛି ପାସ୍ ପାଇଥିଲେ, କିନ୍ତୁ ଶାକାହାରୀ ଖାଦ୍ୟ ଖାଇବା ଛାଡ଼ି ନଥିଲେ, କାରଣ ସେ ଲଣ୍ଡନ ଯିବା ପୂର୍ବରୁ ଆଲକୋହଲ ପ୍ରତି ଆକର୍ଷିତ ହେଲେ ନାହିଁ। ଜୁନ୍ 1891ରେ 22 ବର୍ଷ ବୟସରେ ସେ ପ୍ରଥମେ ଓକିଲାତି ପାଇଁ କଲ୍ ପାଇଥିଲେ। ତାପରେ ସେ ଭାରତ ଫେରି ଆସିଥିଲେ। ଭାରତ ଫେରିବା ପରେ ଗାନ୍ଧୀଜୀ ବମ୍ବେରେ ରହି ଓକିଲାତି କାର୍ଯ୍ୟ ଆରମ୍ଭ କରିଥିଲେ, କିନ୍ତୁ ସେ ଏଥିରେ ସଫଳ ହୋଇନଥିଲେ।
ତାପରେ ଏପ୍ରିଲ 1893 ମସିହାରେ 23 ବର୍ଷ ବୟସରେ ଦକ୍ଷିଣ ଆଫ୍ରିକାରେ ରହୁଥିବା ତାଙ୍କର ରହିଛି ଅବଦାନ ଅତୁଳନୀୟ। ତେଣୁ ଆମେ ତାଙ୍କ ଆଦର୍ଶ ଅନୁପ୍ରାଣିତ ହେବା। ଆଉ ଆମେ ନିଜର ବ୍ୟକ୍ତିତ୍ୱ, ସେ ଗୋଟେ କଥା କହିଥିଲେ, କଥା କମ୍ କାମ ବେଶୀ। ଆମର ମୁଁ ଭାବୁଛି ତମେ କାମ ବେଶୀ କରୁନ, କଥା ବହୁତ କହୁଛ। ତେଣୁ ତାକୁ ନ କରିକି ତମେ ବର୍ତ୍ତମାନକୁ ସଂଗଠିତ କରିବ, ପ୍ରତିଜ୍ଞା ଭଲ ପିଲା ହେବେ। ପାଠ ଆମେ ସମସ୍ତେ ଫାଷ୍ଟ ହଉନେ, ଆମେ ସମସ୍ତେ ଶୃଙ୍ଖଳା ଶିଖିବା, ଭଲ ପିଲା ହେବା। ଆଉ ଯେଉଁ ମହାପୁରୁଷ ମାନେ ରହିଛନ୍ତି ଆମ ଭାରତର, ଯୋଉଥିପାଇଁ ଆମେ ଗର୍ବିତ ସେମାନଙ୍କ ପାଇଁ। ଆମେ ସ୍ୱାଧୀନତାର ଯେଉଁ ବିହଙ୍ଗ ଭଳିଆ ଏଇ